ରାକ୍ଷୀ ପୂର୍ଣ୍ଣମୀ ଉତ୍ସବ। ରାକ୍ଷୀ ପୂର୍ଣ୍ଣମୀ ଉତ୍ସବ। ମୋ ଅଲିଅଲି ଦୁଲାରୀ ମୋ ଝିଅ ରାକ୍ଷୀ ତା ଭାଇ ହାତରେ କାଲି ସୁପ୍ରଭାତେ ରାକ୍ଷୀ ବାନ୍ଧିବ। ହଁ ଆଉ ତା ସହିତ କଣ ବାପା? ମୋ ଝିଅର ଜନ୍ମ ଉତ୍ସବ। ହଁ ଜନ୍ମଦିନ ନା ଅଭିନନ୍ଦନ ଭଉଣୀ। ଧନ୍ୟବାଦ ଭାଇ। ରାଣୀ ସତ୍ୟଲତା ଗଣେଶର ସତରେ ଆମର ଏ ପୁଅ ଝିଅ ସତରେ ଆମ ସୁନା ଗହଣା। ହଁ ସତରେ ଏମାନେ ହଉଛି ଜଗତ ଜିତା। বন্ধু হে বন্ধু অন্তবন্ধু রাজা রানী তথা ତାଙ୍କ ପରିବାର এই ରାକ୍ଷୀ ଉତ୍ସବ ପାଇଁ ଆନନ୍ଦରେ ଆୟୋଜନରେ ମାତିଛନ୍ତି। ନିର୍ଜନ ସ୍ଥାନ ମିଷ୍ଟାନ୍ନ ବି ଅଛି। ସେଇ ମିଷ୍ଟାନ୍ନରେ ଆମେ ଯଥାଶୀଘ୍ର ବିଷ ମିଶାଇ ଦେବା। କିନ୍ତୁ ଗୋଟିଏ ସର୍ତ୍ତରେ ମୁଁ ବିଷୟ ସର୍ତ୍ତ? ହଁ ସର୍ତ୍ତ। କି ସର୍ତ୍ତ? ଆପଣଙ୍କୁ ଯଥାଶୀଘ୍ର এই ଦଲିଲ ନାମାରେ ଦସ୍ତଖତ କରିବାକୁ ପଡ଼ିବ। ମୋ ପ୍ରତି ଆପଣ ବିଶ୍ୱାସ କରୁନାହାନ୍ତି? এই କଳି ଯୁଗରେ ମଣିଷକୁ ବିଶ୍ୱାସ କରିବ ନାହିଁ। ଠିକ ଅଛି, କଳି ଯୁଗର ମଣିଷକୁ କଦାପି ବିଶ୍ୱାସ କରିହେବ ନାହିଁ। এই ଦଲିଲ ନାମାରେ ସବୁ କିଛି ଲେଖା ଯାଇଛି। ଆପଣ ନିଜେ ପଢ଼ି ଦସ୍ତଖତ କରନ୍ତୁ। ଦେଖିବା। ଏତଦ୍ୱାରା ମୁଁ ମନ୍ତ୍ରୀ ଗୁଣବନ୍ତ ଲିଖିତ ଆକାରରେ ପ୍ରକାଶ କଲି ଯେ ଆଜଠାରୁ 5 ବର୍ଷ ପରେ ଏ ରାଜ୍ୟ 2 ଭାଗରେ ବିଭକ୍ତ ହେବ। ଗୋଟିଏ ଭାଗରେ ରାଜା ହେବେ ମନ୍ତ୍ରୀ ଗୁଣବନ୍ତ, ଗୋଟିଏ ଭାଗରେ ରାଜା ହେବେ ସେନାପତି ରଞ୍ଜିତ ବଳିୟାର ସିଂ। ଆହୁରି ମଧ୍ୟ ମୁଁ ଲେଖିଦେଲି ଯେ ଏହି ରାଜ୍ୟ ପ୍ରତି ଉତ୍ତରାଧିକାର ଅଧିକାର ମନ୍ତ୍ରୀ ଗୁଣବନ୍ତଙ୍କର ପୁତ୍ରଦ୍ୱୟ ସୂର୍ଯ୍ୟକାନ୍ତ ଆଉ ଚନ୍ଦ୍ରକାନ୍ତଙ୍କର ରହିବ ନାହିଁ। ଲେଖିଦେଲି ଯେ ଦରକାର ବେଳକୁ କାର୍ଯ୍ୟରେ ଆସିବ। ଏମିତି ଲାଗିଲା? ବହୁତ ଭଲ ଲାଗିଲା। ମାତିଲା କଳା ସନ୍ଧ୍ୟାବତୀରା। ବନ୍ଧୁ ବନ୍ଧୁ ଦସ୍ତଖତ କରିଦେଲି। ଯଥାଶୀଘ୍ର କାମଟାକୁ ଆଗେଇ ନିଅନ୍ତୁ। ବିଶ୍ୱ ଆଉ ଯଥାଶୀଘ୍ର ତମେ ସେଇଠି ଯାଅ, ଦେଖୁଥାଅ। କିଏ ଯଦି ଆମକୁ ଦେଖିଦେବ ସବୁ ଅନର୍ଥ ହେଇଯିବ।